ପଡ଼ିଗଲେ ବଳଭଦ୍ର। ଆଡ଼ପ ପହଣ୍ଡି ସମୟରେ ଗୁରୁତର ଅଘଟଣ। ପହଣ୍ଡି ବେଳେ ତଳକୁ ପଡ଼ିଗଲେ ବଳଭଦ୍ର। ଭକ୍ତଙ୍କ ମନରେ ତୀବ୍ର ଆଲୋଡ଼ନ ଦେଖାଦେଇଛି। ଏଥିପାଇଁ ସେବାୟତଙ୍କୁ ଦାୟୀ ହେଉଛି। ଠାକୁର ରଥର ସିଂହାସନରୁ ଓହ୍ଲାଇବା ପରେ ପହଣ୍ଡି ଲାଗି ଆରମ୍ଭ ହୋଇଥିଲା, କିନ୍ତୁ ଠାକୁର କିଛି ବାଟ ଆସିବା ପରେ ତଳକୁ ଢଳି ପଡ଼ିଥିଲେ। ପାଖରେ ଥିବା ସେବକମାନେ ଠାକୁରଙ୍କୁ ସିଧା କରିବାକୁ ଚେଷ୍ଟା କରିଥିଲେ ସତ, କିନ୍ତୁ ଏହା ସମ୍ଭବ ହୋଇନଥିଲା। ସୁଦର୍ଶନଙ୍କ ପହଣ୍ଡି ବିଜେ ହୋଇସାରିଥିଲା। ପଛେ ପଛେ ବଳଭଦ୍ରଙ୍କ ପହଣ୍ଡି ବିଜେ ହେବାକୁ ଥିବାବେଳେ ଏଭଳି ଅଘଟଣ ଘଟିଛି। 2023 ରଥଯାତ୍ରା ସମୟରେ ଆଡ଼ପ ପହଣ୍ଡିରେ ମଧ୍ୟ ଗୁରୁତର ତ୍ରୁଟି ଦେଖାଯାଇଥିଲା, ଯାହା ଭକ୍ତଙ୍କୁ ବେଶୀ ଆଘାତ ପହଞ୍ଚାଇଥିଲା। ଦର୍ଶକ ବନ୍ଧୁ, ଆଗକୁ ନେଇ ଆସିବି ଆପଣମାନଙ୍କ ପାଇଁ କିଛି ଦମଦାର ଖବର। ନମସ୍କାର ଓଡ଼ିଶାବାସୀ।